ଏବେ ବିଭିନ୍ନ ସମ୍ବାଦପତ୍ର ଦେଖାଯାଉ କିମ୍ବା ସୋସିଆଲ ମିଡ଼ିଆରେ ଦେଖାଯାଉ, ପ୍ରତ୍ୟେକ ଦିନ ବିଜେଡ଼ି ସାମ୍ବାଦିକ ସମ୍ମିଳନୀ କରି ହେଉ କିମ୍ବା ବିଜେଡ଼ିର ଏମ୍ପି ମାନେ ହୁଅନ୍ତୁ କିମ୍ବା ତାଙ୍କର କର୍ମୀମାନେ ବିଭିନ୍ନ ପ୍ରକାର ଆରୋପ ବିଜେପି ସରକାର ଉପରେ ଲଗାଇ ଚାଲିଛନ୍ତି। ଏହା ତାଙ୍କର ଏକ ରଣନୀତି ବୋଲି ବିଜେଡ଼ିର ମନେ ହେଉଛି। ପ୍ରତ୍ୟେକ ଦିନ ବିଜେପି ସରକାର ମିଛ ପ୍ରତିଶ୍ରୁତି ଦେଇ ସରକାର ଆସିଛି ଏବଂ କିଛି କାର୍ଯ୍ୟ କରୁନାହିଁ। ଏହା ତାଙ୍କ କର୍ମୀ ସମର୍ଥକ ତାଙ୍କର ନେତାମାନେ ସାରା ଓଡ଼ିଶାରେ ଏକ ପ୍ରଚାର କରନ୍ତୁ ଏବଂ ବିଜେପି ସରକାର ଉପରେ ଲୋକଙ୍କର ଏକ ନକାରାତ୍ମକ ଭାବନା ସୃଷ୍ଟି କରାଯାଉ, ଏ ରଣନୀତିରେ ଚାଲିଛି। ଏବଂ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିନାହିଁ ବିଜେପି କହି ପ୍ରଚାର କର, ଏକଥା ଜୋରଦାର ଭାବରେ ପ୍ରଚାର କରିବା ପାଇଁ ରଣନୀତି ପ୍ରସ୍ତୁତ କରି କାମରେ ଆଗେଇ ଚାଲିଛନ୍ତି। ଯାହାକି ନବୀନ ପଟ୍ଟନାୟକ 2 ଅକ୍ଟୋବରରେ ମଧ୍ୟ କହିଲେ, ମିଛ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଛି, ଲୋକଙ୍କ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହିଁ। ତେବେ ଏଇଠି ଗୋଟିଏ କଥା ଚିନ୍ତା କରିବାକୁ ପଡ଼ିବ ଯେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଛି ତାହା 5 ବର୍ଷରେ ପୂରଣ କରିବା ପାଇଁ ଦେଇଛି, 3 ମାସ କିମ୍ବା 4 ମାସରେ କରିବା ପାଇଁ ଦେଇନାହିଁ। ଦ୍ୱିତୀୟ କଥା ହେଉଛି ଯେ 24 ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ନିରଙ୍କୁଶ ଶାସନ ଗାଦିରେ ରହିବା ମଧ୍ୟରେ ଗୋଟିଏ ନେରେଟିଭ୍ ଦେଇଥିଲା ବିଜୁ ବାବୁଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ। ବିଜୁ ବାବୁଙ୍କ ସ୍ୱପ୍ନ କ'ଣ ପୂରଣ ହେଇଗଲା? 24 ବର୍ଷ ମଧ୍ୟରେ ଓଡ଼ିଶାର କେତେ ପ୍ରତିଶତ ଶିକ୍ଷିତ ବେକାର ସରକାରୀ ଚାକିରି ପାଇଛନ୍ତି? କେତେ ପ୍ରତିଶତ ଯୁବକ ଶିକ୍ଷିତ ବେକାର ପ୍ରାଇଭେଟ କମ୍ପାନୀରେ ଚାକିରି ପାଇପାରିଛନ୍ତି? ତାର ହିସାବ ନିଜେ ନବୀନ ପଟ୍ଟନାୟକ ଦେଇପାରିବେ କି? ବୋଧହୁଏ ନବୀନ ପଟ୍ଟନାୟକ ଆମେରିକାରେ ଥିଲେ ଏବଂ ଓଡ଼ିଶାର ଲୋକ ଭାବି ନେଇଥିଲେ ଯେ ଓଡ଼ିଶାକୁ ସେ ଆମେରିକା ଭଳି କରିଦେବେ। ତେଣୁ ନିରଙ୍କୁଶ ସମର୍ଥନ ନବୀନ ପଟ୍ଟନାୟକକୁ ଦେଇଥିଲେ। 24 ବର୍ଷ ଭିତରେ ଓଡ଼ିଶାକୁ ଆମେରିକା ଭଳି କରିଦେଇଥିଲେ କି? ନା, 24 ବର୍ଷ ମଧ୍ୟରେ ହୀରାକୁଦ ଡ୍ୟାମ୍ ପରେ ମହାନଦୀରେ ଦ୍ୱିତୀୟ ନଦୀବନ୍ଧ ଗୋଟେ ତିଆରି କରିପାରିଥିଲେ ନବୀନ ପଟ୍ଟନାୟକ? ନା କେତୋଟି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଭଳି ପ୍ଲାଣ୍ଟ ଓଡ଼ିଶାରେ ତିଆରି କରିପାରିଥିଲେ? ତା ହିସାବ ସେ ନିଜେ ଦେଇପାରିବେ କି? ତ ଏଇ ଯେଉଁ ରାଜନୈତିକ ଆକ୍ରମଣ ବା ରଣନୀତି, ତାହା କ'ଣ ତାଙ୍କୁ ଆଗାମୀ ଦିନରେ ସଫଳ କରିପାରିବ କି? କାରଣ ବିଜେପି ସରକାରକୁ ଯେଉଁ ଆସିଛି ତାର ମୁଖ୍ୟ କାରଣ ବିଜେପି ଦେଇଥିବା ପ୍ରତିଶ୍ରୁତି ନୁହେଁ, ଏହା ବିଜେଡି ମଧ୍ୟ ଜାଣିଛି, ସାରା ଓଡ଼ିଶାବାସୀ ଜାଣିଛି। ଅଧିକ ଆତ୍ମବିଶ୍ୱାସ ବିଜେଡିର ଯେ ନବୀନ ପଟ୍ଟନାୟକ ଯାହା କହିବେ ଓଡ଼ିଶାବାସୀ ମାନିବେ। ପୁନର୍ବାର ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏବଂ ତାଙ୍କର ପରିଚାଳକ ଯିଏକି ଭିକେ ପାଣ୍ଡିଆନ, ସେ କରିତ୍କର୍ମା, ସାରା ଭାରତରେ ତାଙ୍କ ମ୍ୟାନେଜମେଣ୍ଟ ବହୁତ ଭଲ ଏବଂ ତାଙ୍କ ମ୍ୟାନେଜମେଣ୍ଟ ଓ ନବୀନଙ୍କର ଭାବମୂର୍ତ୍ତି ତାଙ୍କୁ ଯେ ପୁନର୍ବାର ସରକାରକୁ ଆଣିପାରିବ, ସେ ଆତ୍ମବିଶ୍ୱାସ ତାଙ୍କର ଥିଲା। ମାତ୍ର ସେଇଥିପାଇଁ ସେ ସମ୍ପୂର୍ଣ୍ଣ କ୍ଷମତା ଭିକେ ପାଣ୍ଡିଆନକୁ ଦେଇଥିଲେ। ମାତ୍ର ତାଙ୍କ ବିଜେଡି ଦଳର ଏମ୍ପି ଏମ୍ଏଲ୍ଏ ଏବଂ ମନ୍ତ୍ରୀମାନେ ଯେଉଁଭଳି ଭାବରେ ନିର୍ଯାତିତ ହେଲେ, ଜଣେ ଓଡ଼ିଶା ବାହାର ଲୋକଙ୍କ ଦ୍ୱାରା ନିର୍ଯାତିତ ଦଳ ଛାଡ଼ିଲେ ଏବଂ ପ୍ରଚାର କଲେ। ଯେଉଁ ନକାରାତ୍ମକ ଚିନ୍ତା ବା ବିଚାର ବା ବାର୍ତ୍ତା ଓଡ଼ିଶାକୁ ଗଲା, ତାହା ଓଡ଼ିଶାବାସୀଙ୍କୁ କ୍ଷୁବ୍ଧ କଲା ଏବଂ
ଓଡ଼ିଶାବାସୀଙ୍କ ଉପରେ ଏକ ଗଭୀର ରେଖାପାତ ହେଲା। ତାର ଫଳସ୍ୱରୂପ ସେମାନେ ନବୀନ ପଟ୍ଟନାୟକଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ ଏକ ବିକଳ୍ପ ସରକାର ବିଜେପିକୁ ସମର୍ଥନ ଦେଲେ। ଏଇଟା ସେମାନେ ଠିକ୍ ଭାବରେ ଜାଣିଛନ୍ତି ଏବଂ ଓଡ଼ିଶାବାସୀ ଠିକ୍ ଭାବରେ ଜାଣିଛନ୍ତି। ମାତ୍ର ସେଇ କଥାକୁ ଲୁଚିବା ପାଇଁ ଏକ ନକାରାତ୍ମକ ବିଚାର ବିଜେପି ସପକ୍ଷରେ, ବିଜେପି ବିରୁଦ୍ଧରେ ପ୍ରଚାର କରାଯାଉଛି ଯେ ମିଛ ପ୍ରତିଶ୍ରୁତି ଦେଇ ସରକାର ଆସିଛି। ଏଇଟା ସମ୍ପୂର୍ଣ୍ଣ ଭୁଲ ଏବଂ 100 ଦିନ ମଧ୍ୟରେ ଯେତିକି ସମ୍ଭବ ପ୍ରତିଶ୍ରୁତି ପାଳନ କରିଛି ତାହା ସମ୍ପୂର୍ଣ୍ଣ ନିରପେକ୍ଷ ସାମ୍ବାଦିକ ବା ବିଚାର କରୁଥିବା ଲୋକେ କହିବେ ଯେ ଅତି କମ୍ରେ 80% ସଫଳତା 3 ମାସ ମଧ୍ୟରେ ମୋହନ ସରକାର ନେଇସାରିଛନ୍ତି। ମାତ୍ର 24 ବର୍ଷ ଧରି ଯେଉଁମାନେ ନବୀନ ପଟ୍ଟନାୟକଙ୍କ ସରକାରରୁ ଲାଭ ଖାଇ ଆସୁଥିଲେ, ତାଙ୍କ ଠିକାଦାରୀ କରି ଆସୁଥିଲେ, ତାଙ୍କ କର୍ମୀ, ତାଙ୍କର ନେତା, ତାଙ୍କର ସମର୍ଥକମାନେ ପୁନର୍ବାର କିପରି ସରକାର ଆସିଲେ ପୁଣି ସେହି ଲାଭଖୋର ତାଙ୍କର ଲାଭ ନେଇବେ, ସରକାରରୁ ପୁଣି ବେପାର କରିବେ, ବ୍ୟବସାୟ କରିବେ, ସେଥିପାଇଁ ଏକ ନେଗେଟିଭ ପ୍ରଚାର ସୋସିଆଲ ମିଡ଼ିଆରେ କର। ଏଇ ଯେଉଁ ନିର୍ଦ୍ଦେଶ ଅନୁସାରେ ସେମାନେ ତାଙ୍କର କାମ କରିଚାଲିଛନ୍ତି, ଯାହାକୁ କି ଅତ୍ୟନ୍ତ ନମ୍ରତାର ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ବିଜେପିକୁ କ୍ଷମତାକୁ ଆଣିବା ଓଡ଼ିଶାବାସୀଙ୍କର ତାଙ୍କର ବିଚାର, ତାଙ୍କର ମତ, ତାଙ୍କର ମନ। ତେଣୁ ଜନସାଧାରଣଙ୍କର ବିଚାର ଏବଂ ତାଙ୍କର ମତକୁ ବିଜେଡ଼ି ସମ୍ମାନ ଦେଉ। କାରଣ ଆମେ ମଧ୍ୟ, ବିଜେପି ମଧ୍ୟ ଅନେକ ଥର ନିର୍ବାଚନରେ ହାରିଛି ଏବଂ ଲୋକମତକୁ ସମ୍ମାନ ଦେଇ ଆମେ ଆଜି ପର୍ଯ୍ୟନ୍ତ ଆସିଛୁ। ଯେତେବେଳେ ଲୋକ, ଓଡ଼ିଶାର ଲୋକ ମନ ବଳେଇଲେ ବା ବଦଳେଇଲେ, ସେ ତାଙ୍କର ମନ ବା ତାଙ୍କ ମତକୁ ବିଜେଡ଼ି ମଧ୍ୟ ସମ୍ମାନ ଦେବା ଶିଖୁ। ଅନ୍ୟପକ୍ଷରେ ଯେଉଁ ବିଭ୍ରାନ୍ତିକର ବିଚାର ବିଜେଡ଼ିର କର୍ମୀ, ତାଙ୍କ ନେତାମାନେ ପ୍ରଚାର କରିବା ପାଇଁ ଚେଷ୍ଟା କରୁଛନ୍ତି ଯେ ଦରଦାମ ବଢ଼ିଗଲା, ଦରଦାମ ବଢ଼ିଯାଇଛି। ତେବେ ମେ ମାସରେ ଓଡ଼ିଶାରେ କେଉଁ ଜିନିଷର କେତେ ଦରଦାମ ଥିଲା, ଆଜି ଅକ୍ଟୋବର ମାସରେ କେତେ ଦରଦାମ ଫରକ ହେଇଛି, ତାର ଗୋଟେ ସୂଚୀ ବିଜେଡ଼ିର କର୍ମୀ ନେତାମାନେ ଜନସାଧାରଣଙ୍କୁ ସୋସିଆଲ ମିଡ଼ିଆରେ ପ୍ରଦାନ କରିବେ କି? ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରିଛନ୍ତି, ସେଥିରେ ବିଜେଡ଼ି ଆଦୌ ଫଳପ୍ରସୂ ହୋଇପାରିବ ନାହିଁ ବା କିଛି ସୁଫଳ ମିଳିବ ତାହା ଆଶା କରାଯାଉ ନାହିଁ। କାରଣ ନିର୍ବାଚନ ଏବେ ହେଉନାହିଁ। 27 ମସିହାରେ ପଞ୍ଚାୟତ ନିର୍ବାଚନ ହେବ ଏବଂ 29 ମସିହାରେ ବିଧାନସଭା ନିର୍ବାଚନ ହେବ। ଏହା ଶିରୋଧାର୍ଯ୍ୟ। ତା ପୂର୍ବରୁ କେନ୍ଦ୍ର ସରକାର, ବିଜେପି ସରକାର ଥିବା ପର୍ଯ୍ୟନ୍ତ ଓଡ଼ିଶାରେ ଆଗୁଆ ନିର୍ବାଚନ ହେବାର କୌଣସି ଲେଶ ମାତ୍ର ଆଶଙ୍କା ମଧ୍ୟ ନାହିଁ। ଏକଥା ବିଜେଡ଼ିର କର୍ମୀ ଏବଂ ନେତାମାନେ ମନେ ରଖିବା ଉଚିତ। ଯଦି ତାଙ୍କ କର୍ମୀକୁ ଉତ୍ସାହିତ କରିବା ପାଇଁ ବା ତାଙ୍କ କର୍ମୀମାନଙ୍କୁ ଉତ୍ସାହିତ କରି ରଖିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଥାନ୍ତି, କିଛି ବର୍ଷେ ମଧ୍ୟରେ ନିଶ୍ଚିନ୍ତ ତାଙ୍କ କର୍ମୀମାନେ ନିରାଶ ହେବେ ଏବଂ ସବୁ ଜାଣିଯିବେ। ଏକଥା ଜଳ ଭାଇ ଦେଖାଯାଉଛି। ତେବେ ଏ ସମ୍ପର୍କରେ ଆପଣ ମତାମତ ଦେବେ। ରହୁଛି ମୁଁ ପ୍ରଦୀପ ସାହୁ, ନମସ୍କାର।